ମଧ୍ୟପ୍ରାଚ୍ୟରେ ଭୟଙ୍କର ଯୁଦ୍ଧ ଲାଗି ରହିଛି। ଆମେରିକା ଏବଂ ଇସ୍ରାଏଲର ମିଳିତ ଭାବେ ଇରାନ ଉପରେ ଆକ୍ରମଣ କରୁଛନ୍ତି। ଇରାନ ମଧ୍ୟ ପାଲଟା ଜବାବ ଦେଉଛି। ଏପରିକି ଷ୍ଟେଟ୍ ଅଫ୍ ହମାସକୁ ବନ୍ଦ କରି ଏସିଆ ସମେତ ଅନ୍ୟ ମହାଦେଶରେ ଶକ୍ତି ସଙ୍କଟ ସୃଷ୍ଟି କରିଛି, ଯାହାକୁ ନେଇ ଅନେକ ଦେଶରେ ଅଶୋଧିତ ତୈଳ ଦର ଏବଂ ଏଲ୍ପିଜି ସିଏନ୍ଜି ଦାମ ଆକାଶ ଛୁଆଁଉଛି। ତେବେ ଭାରତରେ ମଧ୍ୟ ଗ୍ୟାସ୍ ଦର ବଢ଼ିବାକୁ ଯାଉଛି। ବୁଧବାର ଦିନ ସରକାରୀ କମ୍ପାନୀଗୁଡ଼ିକ ବାଣିଜ୍ୟିକ ଏଲ୍ପିଜିର ମୂଲ୍ୟ 155 ଟଙ୍କା 50 ପଇସା ବୃଦ୍ଧି କରିଛନ୍ତି। ଏ ବୃଦ୍ଧି 19 କିଲୋଗ୍ରାମ ସିଲିଣ୍ଡର ମାନେ କମର୍ସିଆଲ ଗ୍ୟାସ୍ ପାଇଁ ପ୍ରଯୁଜ୍ୟ। ତଥାପି ସରକାରୀ କମ୍ପାନୀଗୁଡ଼ିକ ଘରେ ସିଲିଣ୍ଡରର ମୂଲ୍ୟରେ କୌଣସି ପରିବର୍ତ୍ତନ କରିନାହାନ୍ତି। ଘରେ ବ୍ୟବହୃତ ଏଲ୍ପିଜି ଗ୍ୟାସ୍ର ମୂଲ୍ୟ ଅପରିବର୍ତ୍ତିତ ରହିଛି। ପଶ୍ଚିମ ଏସିଆରେ ବଢ଼ୁଥିବା ସଂଘର୍ଷ ଯୋଗୁଁ ବିଶ୍ୱସ୍ତରରେ ତୈଳ ଦର ବୃଦ୍ଧି ପାଇବାର ସିଧାସଳଖ ପରିଣାମ ସ୍ୱରୂପ ବାଣିଜ୍ୟିକ ସିଲିଣ୍ଡରର ଏହି ବୃଦ୍ଧି। ନୂତନ ଦର ଲାଗୁ ହେବା ପରେ ଦିଲ୍ଲୀରେ 19 କିଲୋଗ୍ରାମ ବାଣିଜ୍ୟିକ ଏଲ୍ପିଜି ସିଲିଣ୍ଡରର ମୂଲ୍ୟ ଏବେ 2088 ଟଙ୍କା 50 ପଇସା ରହିଛି। ଏହା ପୂର୍ବରୁ ମାର୍ଚ୍ଚ 1ରେ ସରକାରୀ ତୈଳ କମ୍ପାନୀଗୁଡ଼ିକ 19 କିଲୋଗ୍ରାମ ସିଲିଣ୍ଡରର ମୂଲ୍ୟ 114 ଟଙ୍କା 50 ପଇସା ବୃଦ୍ଧି କରିଥିଲେ। ଘରେ ଏଲ୍ପିଜି ଦରରେ କୌଣସି ପରିବର୍ତ୍ତନ ହୋଇନି। ସରକାରଙ୍କ ପକ୍ଷରୁ ଘରେ ଏଲ୍ପିଜି ଦରର ମୂଲ୍ୟ ବୃଦ୍ଧି କରାଯାଇ ନାହିଁ। 14.2 କେଜି ସିଲିଣ୍ଡରର ମୂଲ୍ୟ ମାର୍ଚ୍ଚ 7 ତାରିଖରେ 60 ଟଙ୍କା ବୃଦ୍ଧି କରାଯାଇଥିଲା। ଦିଲ୍ଲୀରେ ଘରେ ସିଲିଣ୍ଡରର ମୂଲ୍ୟ 913 ଟଙ୍କା ରହିଛି। ମୂଲ୍ୟ କିପରି ନିର୍ଣ୍ଣୟ କରାଯାଏ? ରାଷ୍ଟ୍ରାୟତ୍ତ ଇଣ୍ଡିଆନ୍ ଅଏଲ୍ କର୍ପୋରେସନ, ଭାରତୀୟ ପେଟ୍ରୋଲିୟମ ଏବଂ ହିନ୍ଦୁସ୍ତାନ ପେଟ୍ରୋଲିୟମ ଆନ୍ତର୍ଜାତୀୟ ମାନଦଣ୍ଡ ଏବଂ ବିନିମୟ ହାର ଆଧାରରେ ପ୍ରତି ମାସର ପ୍ରଥମ ଦିନରେ ବିମାନ, ଟର୍ବାଇନ ଇନ୍ଧନ ଏବଂ ଏଲ୍ପିଜିର ମୂଲ୍ୟ ସଂଶୋଧନ କରନ୍ତି। ବ୍ୟୁରୋ ରିପୋର୍ଟ, ଓଡ଼ିଶା ନ୍ୟୁଜ୍ ଲାଇଭ୍।